ରମେଶ ଘରେ ସବୁବେଳେ କଳି ଝଗଡ଼ା ସବୁବେଳେ ରାଉ ରାଉ ସେ ଘରେ ହଉଛି କେମିତି କଣ ଚଳିଥିଲି ସେ ମୁଁ ବା ଯାଇଥିଲି ସେଦିନ ସେ କି ଘର କରିଛି କେଜାଣି ସବୁବେଳେ ମା ପୁଅ କଚିଆ ଘର ମାଡ଼ ଘର ସବୁବେଳେ ହଁ ପଛରେ ତା ପୁଅ ବାହା ହେଇଛି ସେ ବୋଉ ଭଲ ନୁହଁ ସେ ନେଇ କଜିଆ ଲାଗୁଛନ୍ତି ଖାସ ସେ କୋଉ ଗାଁ ଝିଅ ବା ମୁଁ ଜାଣିଛି ତମର କଣ ମାଉସୀ ଦିହଙ୍କର କାମ ନାହିଁ ଖାଲି ପର ଘର ଭାଙ୍ଗିବା କଥାବାର୍ତ୍ତା ହଉଛ ତମ ନିଜ କଥା କିଛି ନାହିଁ ତମର କେତେବେଳେ ତୁ ଗଲୁ ବାପ ତୋର ଘର କଥା କଣ তুমি କଣ ୟା ରମେଶ ଘର କଥାବାର୍ତ୍ତା ହଉଛ ହଁ ଝଗଡ଼ା ଲାଗୁଛି ନା ଆମେ ପଦେ ପଦେ କହୁଛୁ ତ ତମ ଘର କଥା କୁହା ନା ପର କଥାରେ କାହିଁ ସମୟକୁ ନଷ୍ଟ କରୁଛ ଆମ ଘର କଣ ତାଙ୍କ ଘର କଣ ସିଏ ଗୁଡା ସବୁବେଳେ ଖଇପେଇ ଦଉନି ଗୁଡା ବୋଉଟା ଆଣିକି ତାର ତା ବୋଉଟା ତାକୁ ନ ଖୋଜିଲା ତା ଘରେ କଜିଆ ଲାଗିଲା ତମେ ତା ଘର କଥା କାହିଁ ଆଲୋଚନା କରୁଛ ବୋଉ ଭଲ ନୁହଁ ସେ ବୁଢୀଟା ମାନେ କାନ୍ଦୁଛି ମାରା ଭିଡ଼ି ସବୁବେଳେ ଲାଗୁଛି ତମେ ଭାରି ଭଲ ଲୋକ ଆଉ ତମ ଘରେ ଜମା କଜିଆ ନାଗୁନଥିବ ଆଉ ତତେ ଡାକିଦେଲେ ଟିକେ ବସିବା ନାଗି ଗଲୁ ଗଲୁ ଆରେ ଖେଳ ବହୁତ ଯାଉନ କିଛି ନ କହିବାରେ କେତେ କେତେ ବଡ କଥା କହିକି ଯାଉଛି ଯାଉଛୁ ନା କଣ ନେଇଛି